ମାୟା ଏ ସଂସାର କେହି ନୁହନ୍ତି କାହାର, ତଥାପି ଏ ଭ୍ରାନ୍ତ ଜୀବ ପାଇବାକୁ କେଉଁ ଲାଭ। ଅନିତ୍ୟ ସଂସାର ଅଛି ମାଟି, ଏ ସଂସାର ହେଉଛି ମିଛ ମାୟା ସଂସାର। କେହି କାହାର, କେ ପିତା କେ କାହା ପିଅର, ଏଠି କେହି କାହାର ନୁହନ୍ତି, ସମସ୍ତେ ସମ୍ପଦର ସାଥୀ। ତାଙ୍କୁ ହିଁ ଆପଣାର କରିଦିଅନ୍ତୁ। ଆଉ ଯେଉଁ ରାବଣ ରୂପୀ ମୋହ ସୀତା ରୂପୀ ଭକ୍ତିକୁ ହରଣ କରିଦେଇଛି, ସେ ମୋହଟାକୁ ସମ୍ପୂର୍ଣ୍ଣ ଛଡ଼େଇ ଦିଅନ୍ତୁ। ଯେଉଁ କଥା ଆଜି ପୂଜ୍ୟ ଚିତ୍ତାନନ୍ଦ ବାବା କହୁଥିଲେ, ଗୁରୁଦେବ ମଧ୍ୟ ସରଳ ଗୀତାମୃତ ରହଲେ ଲେଖିଥିଲେ, ଆମ ଜୀବନର ସବୁଠୁ ବଡ଼ ଶତ୍ରୁ କିଏ? ତିନି ଜଣ, କାମ କ୍ରୋଧ ଲୋଭ ତିନି ନରକର ବାଟ, କୃଷ୍ଣ ଚିନ୍ତା କରି ଏହା ବେଗେ କର ନଷ୍ଟ। ଏ ତିନି ଜଣ ପ୍ରଥମେ ହେଉଛନ୍ତି କାମ। କାମ ଗୋଟିଏ ଏମିତିଆ ଜିନିଷ, ନଖ ଭଳିଆ। ଆମ ହାତରେ ଯେଉଁ ନଖ ନାହିଁ କି, ନଖ ଯେତେବେଳେ ବଢ଼ି ବଢ଼ିଯାଏ ଆମେ ନଖ କାଟିଦିଏ, କାମନା ଠିକ୍ ସେଇଭଳିଆ। କାମନା ବଢ଼ି ବଢ଼ି ଯିବ, ତାକୁ ଆମକୁ କାଟିବାକୁ ପଡ଼ିବ, ପୁଣି ସେ ବଢ଼ିବ, ପୁଣି କାଟିବା। ଇଏ ହେଉଛି କାମନା। ତେଣୁ କାମନା କାହା ପ୍ରତି ଆସିବ ନା, ପ୍ରଭୁ ଆପଣଙ୍କୁ ଛାଡ଼ିଦେଲେ ମୋର ଆଉ କେହି ଦରକାର ନୁହେଁ, ଏ କାମନା ତାଙ୍କ ପାଖରେ ରଖିବା। ଆଉ ଦ୍ୱିତୀୟ, ଆପଣଙ୍କୁ ଗୋଟେ ସୁନ୍ଦର ବସ୍ତୁ ମଧ୍ୟ ସଂସାରରେ, ଭଗବାନଙ୍କୁ ତ ଗୋଟେ ବସ୍ତୁ ଭିତରେ ସୀମିତ କରିହେବନି, କିନ୍ତୁ ଆପଣଙ୍କଠୁ ସୁନ୍ଦର ଏ ସୃଷ୍ଟିରେ କେଉଁ ବସ୍ତୁ ନାହିଁ, କେଉଁ ପଦାର୍ଥ ନାହିଁ, କେଉଁ ବ୍ୟକ୍ତି ନାହିଁ, କେହି ନାହିଁ। ଆପଣ ମୋ ପାଇଁ ସବୁଠୁ ବଡ଼ ସୁନ୍ଦର, ସର୍ବଶ୍ରେଷ୍ଠ। ବାସ୍, ଇଏ ହେଉଛି କାମ। ତାକୁ ଠିକ୍ ମାର୍ଗରେ ନେବା। କ୍ରୋଧ, ଯେଉଁ କ୍ରୋଧ ଆମମାନଙ୍କ ନିକଟରେ ରହୁଛି, ଇଏ କ୍ରୋଧ ଆମେ ଗୋଟେ ଲୋକ ଉପରେ କରୁଛେ। ଜଣେ ଯଦି ଭୁଲ ଭାଲ କରିଦେଉଛି, ଆମେ ତାପରେ କ୍ରୋଧ କରୁଛେ, ତାପରେ ରାଗୁଛେ। କିନ୍ତୁ ରାଗିବା କାହାକୁ? କାହାକୁ କ୍ରୋଧ କରିବା? ଆଗେ ନିଜକୁ କ୍ରୋଧ କରନ୍ତୁ। ତେବେ ନିଜ ଯଦି ମୁଁ ତ ଭଲ, ମୁଁ ତ ସଚ୍ଚୋଟ, ମୁଁ ତ ସତ୍ୟବାଦୀ, ମୁଁ କ'ଣ ପାଇଁ ନିଜକୁ କ୍ରୋଧ କରିବି? ତୁ ଯେତେ ଭଲ ଲୋକ ହେଇତା, ତୋ ପାଖରେ ନିଶ୍ଚୟ ଗୋଟେ କ'ଣ ଖରାପ ଗୁଣ ଥିବ, ନିଶ୍ଚିତ। ତେଣୁ ସେ ନିଜର କୁବୁଦ୍ଧି ବା ନିଜର ଖରାପ ଗୁଣ ପ୍ରତି କ'ଣ କରିବା? କ୍ରୋଧ କରିବା, ରାଗଟା ଆଣିବା। ମୋ ଦ୍ୱାରା ଏତେ ବଡ଼ ଖରାପ ଗୁଣ ହେଇପାରିଲା, ମୁଁ ଭଗବାନଙ୍କର ଅଂଶ, ଈଶ୍ୱର ଅଂଶ ଜୀବ ଅବିନାଶୀ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଆହା ଈଶ୍ୱର ଅଂଶ ଜୀବ ଅବିନାଶୀ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଚେତନ ଜଲ ସହଜ ସୁଖ ରାଶି, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଆହା ଈଶ୍ୱର ଅଂଶ ଜୀବ ଅବିନାଶୀ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଚେତନ ଜଲ ହରି ହରି ସହଜ ବୋଲ। ରାଶି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଆମେ ସମସ୍ତେ ହେଉଛନ୍ତି ଭଗବାନଙ୍କର ଅଂଶ, ଈଶ୍ୱର ଅଂଶ, ଜୀବ ଅବିନାଶୀ, ଚେତନ ଅଜଲ ସହଜ ସୁଖ ରାଶି। ଆମେ ସମସ୍ତେ ତାଙ୍କର ଅଂଶ। ପୁଣି କ'ଣ? ସେ କିଏ ନା ଅବିନାଶୀ, ତାଙ୍କର ବିନାଶ ନାହିଁ। ଗୁରୁଦେବ ସରଳ ଗୀତାମୃତରେ ଲେଖିଛନ୍ତି, ଜନ୍ମ ମୃତ୍ୟୁ ମୋର ନଥାଏ, ତେଣୁ ଅଜନ୍ମା ମୁହିଁ, ଧର୍ମ ନାଶ ବେଳେ ସ୍ୱଚ୍ଛାଏ କଳେବର ଧରଇ। ତେଣୁ ଭଗବାନଙ୍କର ଜନ୍ମ ନଥାଏ କି ମୃତ୍ୟୁ ନଥାଏ, ଆଦି ନଥାଏ କି ଅନ୍ତ ନଥାଏ, ଆରମ୍ଭ ନଥାଏ କି ଶେଷ ନଥାଏ। ସେଇଥିପାଇଁ ତ ସିଏ ଭଗବାନ। କାହିଁକି ରାମକୁ ଭଗବାନ ବୋଲି କୁହାଯାଉଛି? କାରଣ ଆଜିକାଲି ଭଗବାନ ତ ଶସ୍ତା ପଡ଼ିଗଲେଣି, ଯାହାକୁ ନାହିଁ ତାକୁ ଭଗବାନ କହିଦେଉଛନ୍ତି। ଭାଇ ତୁ ପୁରା ଭଗବାନଙ୍କ ଭଳିଆ। ଏରେ ମୁଁ କ'ଣ ଭଗବାନଙ୍କ ଭଳିଆ? କର୍ମ ପୁରା ଭଗବାନ। ଲୋକ କହୁଛନ୍ତି ଇଏ ପ୍ରବଚନ କଲେ କ'ଣ ହେବ? ସେଇ ଯେଉଁ ମଠକୁ ଯାଉଛ, ପ୍ରବଚନ ଶୁଣୁଛ, କ'ଣ ମିଳିବ? କାମ କର, କର୍ମ ଭଗବାନ। କ'ଣ ମୁଁ ଜାଣିଛି କର୍ମ ଭଗବାନ, ମୋର ଜାଣିଛି ଭଗବାନ ଭଗବାନ କେହି ନାହାନ୍ତି, କର୍ମ ଭଗବାନ। ବହୁତ ଲୋକ କୁହନ୍ତି, ଆପଣ ଶୁଣିଥିବେ, କର୍ମ ଭଗବାନ। ବ୍ୟବସାୟୀ ମାନେ କୁହନ୍ତି ଗରାଖ ଈଶ୍ୱର, ଗରାଖ ଭଗବାନ। କଳାକାର ମାନେ କୁହନ୍ତି ଦର୍ଶକ ଭଗବାନ। କଳାକାର ମାନେ ଯେଉଁମାନେ ଥିବେ ସେ କହିବେ ଦର୍ଶକ ଭଗବାନ। କିନ୍ତୁ ତାହେଲେ ବାସ୍ତବରେ କିଏ ଭଗବାନ? କାହାକୁ ଭଗବାନ ବୋଲି କହିବା? ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି ନା। ଯେମିତି ଗାଁ ଛକରେ ତିନି ସାଙ୍ଗ ବସିକିରି କଥା ହେଉଛନ୍ତି, ଭଗବାନ କିଏ? କିଏ ଭଗବାନ? ସେ ତିନି ସାଙ୍ଗ ବୁଢ଼ାଳିଆ ସାଙ୍ଗ ଟିକେ, ମାନେ ବୁଢ଼ା ବୃଦ୍ଧ, ତା ଭିତରୁ ଜଣଙ୍କର ଚୁଟି ଉପୁଡ଼ି ଯାଇଛି। ଜଣେ ଆସି ତାଙ୍କୁ କହୁଛନ୍ତି, ଭାଇ ପଛପଟୁ ତମକୁ ପୁରା ଡିଟୋ ମହାତ୍ମା ଗାନ୍ଧୀ ଭଳିଆ ଦେଖାଯାଉଛ, ପୁରା ଅବିକଳ ମହାତ୍ମା ଗାନ୍ଧୀ। ସେ ଖୁସି ହେଇଗଲା, କହିଲା ଯାହା ହଉ, ମହାତ୍ମା ଗାନ୍ଧୀ ତ ମୋତେ ଜଣେ କିଏ କହିଲା। ଦ୍ୱିତୀୟରେ ଯିଏ, ସିଏ ଚଷମା ଖଣ୍ଡେ ପିନ୍ଧିଛି, ବ୍ଲେଜର ପିନ୍ଧିକି ଆସିଛି। ସିଏ କହୁଛି ତତେ ଲୋକ ରାତିରେ ଦେଖିକି କହୁଛନ୍ତି ମହାତ୍ମା ଗାନ୍ଧୀ, ମୋତେ କ'ଣ ଦେଖିକି କହୁଛି ଜାଣିଛୁ ନା କ'ଣ? ନା ମୁଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭଳିଆ ଦେଖାଯାଉଛି। ଯେଉଁ ବ୍ଲେଜର ପିନ୍ଧୁଛି, ଟାଇ ଭିଡ଼ି ଦେଉଛି, ଚଷମାଟେ ପିନ୍ଧୁଛି, ଚୁଟି ସାଇଜରେ କୁଣ୍ଡେଇ ଦେଉଛି, ମୋତେ ଯିଏ ଦେଖୁଛି କହୁଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭଳିଆ ଦେଖାଯାଉଛି। ତୃତୀୟ ବ୍ୟକ୍ତି ଯିଏ ଥିଲା, ଥାର୍ଡ ପର୍ସନ,
ଫାର୍ଷ୍ଟ ପର୍ସନ୍ କହିଲା ଯେ ରାତି ଅଧରେ ମୋତେ ଲୋକକୁ ଦେଖିକି ମହାତ୍ମା ଗାନ୍ଧୀ ଭଳିଆ କହୁଛନ୍ତି, ମୁଁ ମହାତ୍ମା ଗାନ୍ଧୀ ଭଳିଆ ଦେଖାଉଛି ପଛରୁ ଯେତେବେଳେ ଠିଆ ହେଇଯାଉଛି। ସେକେଣ୍ଡ ପର୍ସନ୍ ଯିଏ ଥିଲେ ସିଏ କହିଲେ ମୋତେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହୁଛନ୍ତି ଲୋକ ଯେ ମୁଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭଳିଆ ଦେଖାଉଛି। ତୃତୀୟ ବ୍ୟକ୍ତି ଯିଏ ଥିଲା କହିଲା ଆରେ ତତେ ଯଦି ମହାତ୍ମା ଗାନ୍ଧୀ କହୁଛନ୍ତି, ତତେ ଯଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହୁଛନ୍ତି, ମୋତେ ପା ଲୋକ ଭଗବାନ କହୁଛନ୍ତି। କେମିତି ଭଗବାନ କହୁଛନ୍ତି? ନା ମୁଁ ସମୁଦାୟ 3 ଥର ଖଣ୍ଡେ ଜେଲ୍ ଗଲିଣି। ଦି ସାଙ୍ଗ ଠିଆ ତାଳି ମାଇଲେ, କହିଲେ ବାଃ ଗୋଟେ ବଡ଼ କାମ କରିଦେଇଛୁ ଆଉ। 3 ଥର ଖଣ୍ଡେ ଜେଲ୍ ଗଲିଣି। ଲାଷ୍ଟ ଥର ଶେଷ ଥର ପାଇଁ ଜେଲ୍ ଗଲି, ସେ ଜେଲ୍ର ଗେଟ୍ କିପର ମୋତେ ଦେଖିଲା, ଆଗେ ମୋତେ ଦେଖି ହସିକିରି କହୁଛି ହେ ଭଗବାନ ତୁମେ ପୁଣି ଜେଲ୍ ଆସିଲ। ତାହେଲେ ମୋତେ ଭଗବାନ ବୋଲି କହିଲା, ମୋତେ ଭଗବାନ ବୋଲି କହିଲେଣି ଲୋକ। ସିଏ କୋଉ ଦୃଷ୍ଟିରୁ କହୁଛି ହେ ଭଗବାନ, ଆମେ କୁହେନି ହେ ଭଗବାନ କ'ଣ ହେଲା, ସେମିତି ଗେଟ୍ କିପର କହୁଛି ହେ ଭଗବାନ ତୁମେ ପୁଣି ଜେଲ୍ ଆସିଲ। ଯାହା ହଉ ମୋତେ ତ ଭଗବାନ ବୋଲି ଲୋକ କହିଲେଣି। ତତେ ଯଦି ମହାତ୍ମା ଗାନ୍ଧୀ କହୁଛୁ, ତତେ ଯଦି ସୁଭାଷ ଚନ୍ଦ୍ର ବୋଷ କହୁଛନ୍ତି, ମୋତେ ତ ଲୋକ ଭଗବାନ ବୋଲି କହିଲେଣି। ଲୋକ କହିଦେଲେ ଯେ ଭଗବାନ ଯିବା ସେ କଥା ନାହିଁ। ଗୀତାରେ ଭଗବାନ କୃଷ୍ଣ କ'ଣ କହିଲେ? ସିଏ ମହାପୁରୁଷ, ସିଏ ହଉଛନ୍ତି ଭଗବାନ। କିଏ? ନା ଜନ୍ମ କର୍ମ ଚମେ ଦିବ୍ୟ। ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି କହୁଛେ, ପରମାନନ୍ଦ କନ୍ଦ ବୋଲି କହୁଛେ। କ'ଣ ପାଇଁ? ତାଙ୍କର 2ଟି ଜିନିଷ ଦିବ୍ୟ ଥିଲା। କ'ଣ କ'ଣ? ଗୋଟିଏ ଜନ୍ମ ଆଉ ଗୋଟିଏ ହଉଛି କର୍ମ। ଯେହେତୁ ଏ 2ଟି ଜିନିଷ ତାଙ୍କର ଦିବ୍ୟ, ତେଣୁ ସେଇଥିପାଇଁ ତାଙ୍କୁ କ'ଣ କୁହାଯାଏ? ଭଗବାନ ବୋଲିକିରି କୁହାଯାଏ। ଜନ୍ମ ବି ଦିବ୍ୟ, ଆଉ ସିଏ ଯାହା କରିଛନ୍ତି। ଜଟାୟୁଙ୍କ ପ୍ରସଙ୍ଗ ଆସୁଛନ୍ତି ଅରଣ୍ୟକାଣ୍ଡରେ। ଆଜି ଯେଉଁ ସୀତା ହରଣ ପ୍ରସଙ୍ଗ ଅଛନ୍ତି, ଭକ୍ତି ଦେବୀ ମା ସୀତାଙ୍କୁ ହରଣ କରିକି ନେଇଯାଉଛନ୍ତି ରାବଣ ରୂପୀ ମୋହ। ଆମ ଭିତରେ ଥିବା ଯେଉଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଥିବା ମୋହ, ଯାହା ପ୍ରତି ବି ହଉ, ଏସବୁ ମୋହ ହିଁ ଆଧ୍ୟାତ୍ମିକ ମାର୍ଗରେ ଆମକୁ ପଛକୁ ଟାଣେ, ଆମ ଗୋଡ଼କୁ ଧରେ, ଆମକୁ ପଛକୁ ଟାଣେ। ଯଦି ଆଧ୍ୟାତ୍ମିକ ମାର୍ଗରେ ନିଜକୁ ପଥିକ କରେଇବା, ଆଧ୍ୟାତ୍ମିକ ମାର୍ଗରେ ନିଜକୁ ଅନୁସରଣ କରିବା, ପରିଚାଳିତ ହେବା, ତାହେଲେ ପ୍ରଥମେ ଆମକୁ ଗୋଟିଏ ଜିନିଷ ଧରିବାର ଅଛି। ତାହା ହେଉଛି କ'ଣ? ନୀତି ରାମ ନାମ ଗାରେ ପରାଣ, ନୀତି ରାମ ନାମ ଗା, ନୀତି ରାମ ନାମ ଗାରେ ପରାଣ, ନୀତି ରାମ ନାମ ଗା। ଏ ଭବ ସଂସାର ହେବା ପାଇଁ ପାର, ଏ ଭବ ସଂସାର ହେବା ପାଇଁ ପାର, ସେ ନାମକୁ କର ନା ନୀତି ରାମ ନାମ, ନୀତି ରାମ ନାମ, ନୀତି ରାମ ନାମ ଗାରେ ପରାଣ, ନୀତି ରାମ ନାମ ଗା, ନୀତି ରାମ ନାମ ଗାରେ ପରାଣ, ନୀତି ରାମ ନାମ ଗା। बोल रामचंद्र भगवान की ଜୟ। ଏ ସାଂସାରିକ ମୋହ ସାଂସାରିକ ପ୍ରପଞ୍ଚରୁ ନିଜକୁ ଦୂରୀଭୂତ କରିବା ପାଇଁ ହେଲେ ଗୋଟିଏ ହେଉଛି ନା ସ୍ୱରୂପ, ତା ପରମ କାରୁଣିକ ଗୁରୁଦେବ କହିଲେ ଯେ ନୀତି ରାମ ନାମ ଗାରେ ପରାଣ, ନୀତି ରାମ ନାମ ଗା। ନୀତି କାହା ନା ଗାଇବୁ? ଭଗବାନ ରାମଙ୍କ ନାମ ଗାଇବୁ। କ'ଣ ପାଇଁ? ରାବଣର ଅନୁଚର ଥିଲେ ରାକ୍ଷସ, କିନ୍ତୁ ରାକ୍ଷସ ମାନଙ୍କୁ ବି ଯିଏ ଦିବ୍ୟ ଗତି ଦେଇଦେଲେ ସିଏ ହେଲେ ଭଗବାନ ରାମ। ରାବଣର ଅନୁଚର ମାନେ କ'ଣ କହୁଛନ୍ତି? ରାମକୁମାର ରାମକୁମାର। ଯେତେବେଳେ ଲଙ୍କା ଯୁଦ୍ଧ ଚାଲିଛି, ରାବଣ ସହିତ ଯେଉଁମାନେ ସବୁ ସହଯୋଗ କରୁଛନ୍ତି କ'ଣ କହୁଛନ୍ତି? ରାମକୁମାର ରାମକୁମାର ମାର ବୋଲି କହୁଛନ୍ତି। କାହାକୁ? ରାମକୁ। ଏତିକି କହିଦେଇକି ମୁକ୍ତି ପାଇଯାଇଛନ୍ତି। ଏତିକି କହିଦେଇକି ସେ ବୈକୁଣ୍ଠରେ ପହଞ୍ଚିଯାଇଛନ୍ତି। ତେବେ ଦେଖନ୍ତୁ, ରାକ୍ଷସ ମାନଙ୍କୁ ମଧ୍ୟ, ଅସୁର ମାନଙ୍କୁ ମଧ୍ୟ ଭଗବାନଙ୍କର ନାମ କିଭଳି ଭାବରେ ମୁକ୍ତି ଦେଇପାରେ, ତାହା ହେଉଛି ଭଗବାନଙ୍କ ନାମର ମାହାତ୍ମ୍ୟ। ତେଣୁ ଭଗବାନ ଆଉ ତାଙ୍କ ନାମ ଭିନ୍ନ ନୁହନ୍ତି, ବରଂ ଭଗବାନଙ୍କଠୁ ବଡ଼ ହେଉଛନ୍ତି ଭଗବାନଙ୍କର ପବିତ୍ର ନାମ। ତେଣୁ ସେଇଥିପାଇଁ ଗୁରୁଦେବ କହିଲେ ଏ ଭବସାଗରରୁ, ଇଏ ମୋହରୂପୀ ସଂସାରରୁ ପାର ହେବା ପାଇଁ ନା ଡଙ୍ଗା ସଦୃଶ ହେଉଛି କ'ଣ? ନା ତା ହେଉଛି ରାମ ରାମ ରଟତେ ରଟତେ ରାମ ରଟକେ ରଟକେ